ଆପଣ ଜାଣନ୍ତି କି ଶନିଦେବ ଦେବତାମାନଙ୍କ ଉପରେ ରୁଷ୍ଟ ଥିଲେ। ହଁ, ଦେବତାମାନଙ୍କ ଉପରେ। କିନ୍ତୁ କାହିଁକି? କାହାଣୀ ଆରମ୍ଭ ହୁଏ ସୂର୍ଯ୍ୟଦେବଙ୍କ ରାଜମହଲରୁ। ଶନି ସୂର୍ଯ୍ୟଦେବଙ୍କ ପୁତ୍ର ଥିଲେ, କିନ୍ତୁ ସେ କେବେ ମଧ୍ୟ ପୁତ୍ର ଭାବରେ ସମ୍ମାନ ପାଇଲେ ନାହିଁ। ମାତା ଛାୟାଙ୍କ ସନ୍ତାନ ହେବାରୁ ଶନିଙ୍କୁ ଶିଶୁକାଳରୁ ଅବହେଳା ମିଳିଲା। ଦେବତାମାନଙ୍କ ସଭାରେ ଯେଉଁଠି ସମସ୍ତଙ୍କୁ ଆଦର ମିଳୁଥିଲା, ଶନିଙ୍କୁ କୁହାଯାଉଥିଲା, ତୁମ ଦୃଷ୍ଟି ଅଶୁଭ। ଶନି କିଛି କହିଲେ ନାହିଁ, ସେ ଚୁପ୍ ରହିଲେ। କିନ୍ତୁ ଗୋଟିଏ ଦିନ ଶାନ୍ତ ସ୍ୱରରେ ସେ କହିଲେ, ମୁଁ ଅଶୁଭ ନୁହେଁ, ମୁଁ ତ କେବଳ କର୍ମର ଫଳ ଦେଖାଏ। ଯେପରି କର୍ମ ସେହିପରି ଫଳ। କିନ୍ତୁ ଦେବତାମାନେ ଏହି ସତ୍ୟକୁ ସ୍ୱୀକାର କଲେ ନାହିଁ। ସେମାନେ ଶନିଙ୍କୁ ଅଲଗା କରିଦେଲେ। ଏହି ଥିଲା ଶନିଦେବଙ୍କ ଦେବତାମାନଙ୍କ ସହିତ ବିବାଦ। ସେହିଦିନ ଶନି ପ୍ରତିଜ୍ଞା କଲେ, ଦେବତା ହେଉ କି ମଣିଷ, ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବ ଏବଂ ସେଥିରୁ ଶନି ଶାସ୍ତି ଦିଅନ୍ତି ନାହିଁ। ସେ କେବଳ ସତ୍ୟକୁ ସାମ୍ନାକୁ ଆଣନ୍ତି। ସେହିପାଇଁ ଶନିଦେବଙ୍କୁ ଡରନ୍ତୁ ନାହିଁ, ନିଜ କର୍ମକୁ ସୁଧାରନ୍ତୁ। ଦୟାକରି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏମିତି କାହାଣୀ ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।